ଦେଖନ୍ତୁ ବହୁତ ଲଜ୍ଜାଜନକ କଥା ଜଣେ ମହାପୁରୁଷ ଭାରତ ରତ୍ନ ତାଙ୍କର ପ୍ରତିମୂର୍ତ୍ତି ସେଠି ରହିଛି ପୁଣି ଛୋଟ ଛୋଟ ଛୁଆମାନଙ୍କର ପାଇଁ ଉଦ୍ୟାନଟା ନିର୍ମାଣ ହେଇଛି ଛୋଟ ଛୁଆମାନଙ୍କୁ ସୁରକ୍ଷା ଦେବା ଛୋଟ ଛୁଆକୁ ସମସ୍ତେ ଭଗବାନ ସଦୃଶ୍ୟ ମାନନ୍ତି ଆଉ ତାଙ୍କର ସୁରକ୍ଷା ପାଇଁ ଯଦି ଆମେ ବ୍ୟବସ୍ଥା ନ କରି ଆଉ ଗୋଟେ ପାର୍କରେ ଏଭଳିଆ ପାଣି ଜମିବା ଏଭଳିଆ ଅସନା ହେବା ଆଉ ଯେଉଁ ଭଳିଆ ଭାବରେ କୋରାପୁଟରେ ଡେଙ୍ଗୁ ବ୍ୟାପୁଛି ଯେଉଁ ଭଳିଆ ଭାବରେ ଚିକେନ ଗୁନିଆ ବ୍ୟାପୁଛି ଯେଉଁ ଭଳିଆ ଭାବରେ ଭାଇରାଲ ମ୍ୟାଲେରିଆ ରହୁଛି ପୁଣି ତାକୁ ଆମେ ପ୍ରଶ୍ରୟ ଦେବା ପାଇଁ ଏସବୁ କାମ କରୁଛେ ତେଣୁ କୋଉଠି ନା କୋଉଠି ଯେଉଁ ବିଭାଗ ଟେଣ୍ଡର ମଧ୍ୟ ଡାକିଛି ଯାହାର ଅଧୀନସ୍ଥ ଅଛି ତାଙ୍କ ସହିତ ଆମେ ବୁଝିବାକୁ ପଡ଼ିବ ଯେ ଆକ୍ଚୁଆଲି ଘଟଣାଟି କ'ଣ ଯେ ତାଙ୍କର ଯେଉଁ ମେଣ୍ଟେନାନ୍ସ ରହୁଛି ସେ ମେଣ୍ଟେନାନ୍ସ ମ୍ୟୁନିସିପାଲିଟି କରୁଛି ନା ଏଜେନ୍ସିର ଦାୟିତ୍ୱ ନିଆଯାଉଛି ନା ତା ପାଇଁ କିଛି ବ୍ୟବସ୍ଥା ରହିଛି ଯଦି ତାର ବ୍ୟବସ୍ଥା ନାହିଁ ବର୍ଷକୁ ଯାହା ହେଲେ ମଧ୍ୟ ପ୍ରତ୍ୟେକ ଦିନ ଖୋଲିବାର ବ୍ୟବସ୍ଥା ରହିଛି ଜିଲ୍ଲାପାଳଙ୍କ ପାଖରେ ନାକ ପାଖରେ ସେ ରହିଛି ସବ୍ କଲେକ୍ଟର ଅଫିସ ତଳେ ରହିଛି ଜଗନ୍ନାଥ ମନ୍ଦିର ରହିଛି ଲୋକ ଯେତେବେଳେ ଜଗନ୍ନାଥ ମନ୍ଦିର କୋରାପୁଟର ଯେ ଗର୍ବ ଗୌରବ ପରିଚୟ ସାବର ଶ୍ରୀକ୍ଷେତ୍ର ରହିଛି ଯେତେବେଳେ ସାବର ଶ୍ରୀକ୍ଷେତ୍ର ଆସୁଛନ୍ତି ଛୋଟ ଛୋଟ ଛୁଆମାନେ ମଧ୍ୟ ସେ ଜାଗାରେ ଯାଇ ଖେଳୁଛନ୍ତି ତେଣୁ ଏଭଳିଆ ଏକ ଅବହେଳିତ ପଡ଼ିବା ନିଶ୍ଚିତ ଭାବରେ କୋରାପୁଟବାସୀଙ୍କ ପାଇଁ ଗୋଟେ ସବୁଠୁ ବଡ଼ ସ୍ୱଚ୍ଛତାର ପ୍ରଶ୍ନ ରହିଛି ତେଣୁ ମ୍ୟୁନିସିପାଲିଟି ବିଶେଷ ଭାବରେ ତାଙ୍କ ଅଧୀନସ୍ଥ ରହିଛି ମ୍ୟୁନିସିପାଲିଟି ଧ୍ୟାନ ଦେବାର ଆବଶ୍ୟକ ରହିଛି ଯେହେତୁ ରାଜୀବ ଗାନ୍ଧୀଙ୍କୁ ଅସମ୍ମାନ ନୁହେଁ ଭାରତ ରତ୍ନ ପ୍ରତି ଆମେ ଅସମ୍ମାନ କରୁଛୁ ତେଣୁ ଭାରତ ରତ୍ନର ମର୍ଯ୍ୟାଦା ପାଇଥିବା ବ୍ୟକ୍ତିବିଶେଷ ଯଦି ସେଟା ରହିଥିବା ପ୍ରତିମୂର୍ତ୍ତିକୁ ଯଦି ଅସମ୍ମାନ କରୁଛୁ ଅନ୍ୟ ଗୁଡ଼ାକର କେଉଁ ଭଳିଆ ଅବସ୍ଥା ରହିଥିବ ତେଣୁ ଏ ଜରାଜୀର୍ଣ୍ଣ ଅବସ୍ଥା ନ କରିକି ଶିଶୁ ଉଦ୍ୟାନକୁ ଉନ୍ନତିକରଣ କରନ୍ତୁ ନଚେତ୍ ଜନ ଅସନ୍ତୋଷ ନିଶ୍ଚିନ୍ତ ଭାବରେ ସୃଷ୍ଟି ହେବ ଆଉ ତା ମ୍ୟୁନିସିପାଲିଟି ଏବଂ ଜିଲ୍ଲା ପ୍ରଶାସନ ସାମ୍ନା କରିବାକୁ ପଡ଼ିବ।